ଚକଦରହରେ ପ୍ରବଳ ବନ୍ୟା, ଜଳବନ୍ଦୀ ପୂଜାରୀ ଦମ୍ପତି ସୁରକ୍ଷିତ ଉଦ୍ଧାର। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଟାଇଁସର ପଞ୍ଚାୟତର ପ୍ରସିଦ୍ଧ ଶୈବପୀଠ ଚକଦରହରେ ପ୍ରବଳ ବନ୍ୟା ଜଳ ଆସିବା ଯୋଗୁଁ ମନ୍ଦିର ପରିସରରେ ରହୁଥିବା ପୂଜାରୀ ଓ ତାଙ୍କ ଧର୍ମପତ୍ନୀ ଜଳବନ୍ଦୀ ହୋଇପଡ଼ିଥିଲେ। ଭୋର ସମୟରେ ପୂଜାରୀ ଦମ୍ପତି ମୋବାଇଲ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ଗ୍ରାମବାସୀଙ୍କ ସୂଚନା ଆଧାରରେ କୁଚିଣ୍ଡା ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ କିଛି ଘଣ୍ଟାର ପରିଶ୍ରମ ପରେ ଦଉଡ଼ି ସାହାଯ୍ୟରେ ପୂଜାରୀ ଦମ୍ପତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ବନ୍ୟା ଜଳରେ ମନ୍ଦିରର ବିଭିନ୍ନ ସାମଗ୍ରୀ, ଖାଦ୍ୟ, ପୋଷାକପତ୍ର ଭାସିଯାଇ ନଷ୍ଟ ହୋଇଯାଇଛି। ଖବର ପାଇ କୁଚିଣ୍ଡା ବିଧାୟକ ତଥା ମନ୍ତ୍ରୀ ରବିନାରାୟଣ ନାୟକ, ବିଡିଓ ଜୟନ୍ତ ସାହୁ ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ ସାମଗ୍ରୀ ପ୍ରଦାନ କରିବା ସହ ପୀଠର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କୁଚିଣ୍ଡାର ଯୋଉ ଖର୍ଲା ନଦୀ ଅଛି, ଜଗଧର ହେଉଛି ଏକ ଶୈବପୀଠ। ଏ ଶୈବପୀଠର ଉନ୍ନତି ଏବଂ ଶ୍ରାବଣ ମାସ ଥିବା ଦୃଷ୍ଟିରୁ ରାତି ତମାମ ପୂଜକ ମାନେ ରହୁଛନ୍ତି। ଆଜି ଯୋଉ ପ୍ରକାର ଘଟଣା ଘଟିଲା, ବହୁତ ସକାଳ 5ଟାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଣିର ଯୋଉ ସୁଅ ଅଛି, ଏ ସୁଅ ଭିତରେ ଏପରି ପାଣି ମାଡ଼ି ଆସିଲା, ଏଠିକାର ରୋଷେଇ ଘରକୁ ଭସେଇ ଦେଲା। ସେମାନେ ଚିନ୍ତା କଲେ ଆମେ କଣ କରିବୁ ଏବଂ ତାଙ୍କର ଯୋଉ ପରିଚୟ ଲୋକ ଥିଲେ ଯୋଗୀକୁ କହିଲେ। ଯୋଗୀ ତାପରେ ଫାୟାର ବ୍ରିଗେଡକୁ କୁଚିଣ୍ଡାକୁ ଜଣେଇଲେ, କିନ୍ତୁ ଦେଖିଲା ଭିତରେ ଏ ରାସ୍ତା ଏବଂ ରୋଷେଇ ଘର ସହିତ ଏଠି ଯୋଉ ପାର୍କ ତିଆରି ହେଇଥିଲା, ସେ ପାର୍କ ବି ନଷ୍ଟ ହେଇଗଲା। ଆଜିକାର ବର୍ଷା ଏତେ ପରିମାଣରେ ବର୍ଷା ହେଲା ଯେ ବହୁତ ଘର ଦ୍ୱାର ବାଲିଚର ହେବାର ଆଜି ଦେଖିବାକୁ ମିଳୁଛି। ଏଠି ଆଉ ଗୋଟେ ଘଟଣା ମୁଁ କହିବା ପାଇଁ ଚାହିଁବି, ତିନି ଥର ବନ୍ୟା ହେଲାଣି। ଗୋଟିଏ ଭେଡେନରେ ହେଇଛି, ଯୋଉଟା କି 125 ମିଲିମିଟର ବର୍ଷା ହେଲା। ଆଉ ଗୋଟେ ପୋଡପଟା ନାଲାରେ ହେଇଛି। ପୋଡପଟା ନାଲାର ଯୋଉଟା ଜରାବଗା ଅଞ୍ଚଳ, ସେ ଅଞ୍ଚଳରେ ବି ବହୁତ ଚାଷୀଙ୍କର ଘର ଭାଙ୍ଗିବା ସହିତ ଚାଷ ଜମି ନଷ୍ଟ ହେଇଛି। ଏବଂ ଆଜିକାର ବର୍ଷାରେ ଯୋଉ କ୍ଷୟକ୍ଷତି ହେଇଛି, ଆଜି ସୌଭାଗ୍ୟବଶତଃ ଯୋଉ କେଜୁଆଲିଟି ହେବାର ଭଳିଆ ପରିସ୍ଥିତି ଥିଲା। କାରଣ ଏଠି ଦେଖିଲା ଭିତରେ ସେମାନେ ଗୋଟେ ଦୀପରେ ଭଳିଆ ରହିଲେ, କଟଅଫ୍ ହେଇଗଲା। ସେ ମନ୍ଦିର ବି ଭାସି ଯାଇଥାନ୍ତା, ଆଉ ଯଦି ଗୋଟିଏ ଘଣ୍ଟା ଭିତରେ ମନ୍ଦିର ବି ଭାସି ଯାଇଥାନ୍ତା ଏବଂ ଆଉ 2-3ଟା ଯୋଉ ଘର ଅଛି, ସେ ଘର ବି ଭାସି ଯାଇଥାନ୍ତା ଏବଂ ଲୋକମାନେ ବି ଭାସି ଯାଇଥାନ୍ତେ। ଏ ପ୍ରକାର ପରିସ୍ଥିତିରେ ଯୋଉ ଅଦିନିଆ ବର୍ଷା ଯୋଉ ବର୍ଷା ହଉଛି ଆଜିକାର ପରିସ୍ଥିତିରେ, ଏ ବର୍ଷା ଦାଉରୁ ନିଶ୍ଚିତ ଭାବରେ ଆମେ କିଛି ସହଯୋଗ କରୁଛୁ। ସରକାର ବି ତାପରେ ଦେଖୁଛନ୍ତି। ଆଜି ମୋର ପ୍ରଶାସନ ବି ଆସିଥିଲେ, ସେମାନେ ଦେଖିଛନ୍ତି। ପାଣି କମିଲା ପରେ ଆମେ କେମିତି ଏ ରାସ୍ତା ଠିକ ହେବ, ଯାହା କ୍ଷତି ହୋଇଛି ଆମେ କେମିତି କରିବୁ, ତାକୁ ବି ଆମେ ସରକାର ବିଚାରକୁ ନେବେ।